ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍ ଯାହା ଦେଖିବାକୁ ମିଳିଥିଲା ଗତକାଲି ରାତିରେ ହିଁ, ବିଳମ୍ବିତ ରାତିରେ ଖାନନଗରରେ ରାତି 10ଟା ବେଳେ ହିଁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ କାର୍ ଚାଳକ ଅତ୍ୟଧିକ ମଦ୍ୟପାନ କରି ରୋଡରେ କ୍ଷିପ୍ର ଗତିରେ ଗାଡ଼ି ଚଲାଉଥିବା ବେଳେ ଜଣେ ବୃଦ୍ଧଙ୍କର ଜୀବନ ଚାଲିଯାଇଛି। ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ଗତକାଲି ରାତି 10ଟା ବେଳେ। ଜଣେ ଅଜଣା ବ୍ୟକ୍ତି ମଦ୍ୟପାନ କରି ମଣିଜଙ୍ଗରୁ କଟକର ଖାନନଗର ଅଭିମୁଖେ ଯାତ୍ରା କରୁଥିବା ସମୟରେ ବହୁତ ସ୍ପିଡ୍ ଥିଲା ତାଙ୍କ ଗାଡ଼ି। ସିରିୟସ୍ ଦୁର୍ଘଟଣା ଘଟିଥିଲା। ଯଦିଓ ବିଶେଷ କିଛି କାହାର କ୍ଷତି ହୋଇନାହିଁ, କିନ୍ତୁ ଗୋଟେ ଅସହ୍ୟ ବୃଦ୍ଧଙ୍କର ଜୀବନ ଚାଲିଯାଇଛି। ବୃଦ୍ଧଙ୍କର ନାମ ହେଉଛି ଯୋଗୀନ୍ଦ୍ରନାଥ ସାହୁ। ସେ ଉକ୍ତ ଲୋକାଲ ଅଞ୍ଚଳ ବୋଲି ଯାହା ଜାଣିବାକୁ ମିଳୁଛି, କିନ୍ତୁ ଯେହେତୁ ସେ ଭିକ୍ଷାବୃତ୍ତି କରନ୍ତି ବା ପାଖ ଆଖରେ କୌଣସି ବି କାମ ନ କରି ସେଇ ଜାଗାରେ ହିଁ ଭିକ୍ଷାବୃତ୍ତି କରି ରୁହନ୍ତି ଯାହା ଶୁଣିବାକୁ ମିଳିଛି। ସେ ଗତକାଲି ରାତି 10ଟାରେ ହିଁ ରୋଡ୍ କରେ ବସିଥିଲେ ଏବଂ କ୍ଷିପ୍ର ଗତିରେ ଖାନନଗର ସାଇଡ୍ରୁ ମଣିଜଙ୍ଗରୁ କ୍ଷିପ୍ର ଗତିରେ ଏକ କାର୍ଟି ଆସି ତାଙ୍କୁ ପିଟି ଦେଲା। ଫଳରେ ସେଇଠି ହିଁ ତାଙ୍କ ଜୀବନ ଚାଲିଯାଇଥିଲା। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଗାଡ଼ିଟିକୁ ଅଟକାଇ ଭଙ୍ଗାରୁଜା କରିଥିଲେ ଏବଂ ପୋଲିସ ଜିମା ଦେଇଥିଲେ ଉକ୍ତ ଡ୍ରାଇଭରକୁ। କ୍ଷିପ୍ର ରୂପ ଦେଖିବାକୁ ମିଳିଥିଲା। ଲୋକମାନଙ୍କର ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଥିଲା। ଗତକାଲି ରାତି 10ଟାରେ ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଥିଲା ଖାନନଗରରେ। କେଉଁଭଳି ପରିସ୍ଥିତିରେ ଏ ବ୍ୟକ୍ତି ଜଣକ ମଦ ପିଉଥିଲେ ଏବଂ କଟକ ଭଳି ଜାଗାରେ ଏଭଳି ଅଭାବନୀୟ ଘଟଣା ଘଟିଗଲା, ତାକୁ ନେଇ ସବୁଠୁ ବଡ଼ ପ୍ରଶ୍ନ, ବଡ଼ ଚର୍ଚ୍ଚା। କେଉଁଭଳି ଭାବରେ ଏତେ ଅସାବଧାନତାରେ ଲୋକ ଏନ୍ଏଚ୍ ଉପରେ ଗାଡ଼ି ଚଲାଉଛନ୍ତି, ତାକୁ ନେଇ ଜୋରସୋର ଦିନ ତମାମ ଲାଗି ରହିଥିଲା ଚର୍ଚ୍ଚା। ଆଉ ଏଥିପାଇଁ ମଧ୍ୟ ଉକ୍ତ ଲୋକକୁ ପ୍ରାୟ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଯାହା ଦାବି ହୋଇଛି।